गुरुजी प्रणाम। प्रणाम सर, प्रणाम। जय जगन्नाथ। जय जगन्नाथ सर। यस। ନିଶାପତି ସାର୍, ମୁଁ ଚାହିଁବି ଆପଣ ଆପଣଙ୍କର ପରିଚୟ ପ୍ରଦାନ କରନ୍ତୁ ଏବଂ ଏଇ ଯୋଉ 23-24 ଦିନ ଭିତରେ କଣ ସବୁ ରିଜଲ୍ଟ ପାଇଛନ୍ତି ଆପଣ ସେୟାର କରନ୍ତୁ। ସାର୍ ମୋ ନାଁ ହଉଛି ନିଶାପତି ଖଣ୍ଡିତ ସାର୍। ମୁଁ ବଲାଙ୍ଗୀର ବଡ଼ମାଲର ଚାକିରି କରେ। ଆଉ ବେଶୀ ହେଲା ସାର୍ ମୋର ବିଶ୍ୱାସ ହଉନଥିଲା କି ମୁଁ କିଛି ଗୋଟେ କରିପାରିବି ବୋଲି। ମୋର ଆତ୍ମବିଶ୍ୱାସ ସେଲ୍ଫ କନଫିଡେନ୍ସ ଟା ପାଇଲି। ଆଉ ପରିବାର ପ୍ରତି ମୋର ସ୍ନେହ ମମତା ବଢିଗଲା। ସବୁବେଳେ ଚିଡଚିଡା ଚିଡଚିଡା ହେଇକି ଲାଗୁଥିଲି, ସେଟା ମୋର ପୁରା ଆଉ ନାହିଁ। ବହୁତ ବଢିଆ। ଆଉ ବଡ ବଡ କାମ କରିବାକୁ ନାଇଁ, ମୁଁ ନିଜକୁ ନିଜେ ଅଣ୍ଡର ଏଷ୍ଟିମେଟ କରୁଥିଲି। କିନ୍ତୁ ଏବେ ଆଉ ନାହିଁ ସେ ଅଣ୍ଡର ଏଷ୍ଟିମେଟ କରିବାର ଆଉ ନା ମୋ ଛୁଆ ପିଲାକୁ ନା ମୋ ମିସେସ୍ କୁ ଅଣ୍ଡର ଏଷ୍ଟିମେଟ କରୁନି। ମତେ ବହୁତ ବହୁତ ଖୁସି ଲାଗୁଛି ଆଉ ଶାନ୍ତି ଲାଗୁଛି, ବହୁତ ଶାନ୍ତି ଲାଗୁଛି ସାର୍, ବହୁତ ଶାନ୍ତି ଲାଗୁଛି। ବହୁତ ବଢିଆ ସାର୍। ଆଉ ଶାରୀରିକ ସ୍ତରରେ ଆଉ କିଛି ବା ହଁ, ମାନସିକ ଶାରୀରିକ ଟିକେ ଏନର୍ଜେଟିକ ଭଳିଆ ଲାଗୁଛି ସାର୍ ମୋର। ମାନେ କିଛି ଗୋଟେ କରିପାରିବା, ଆଉ ଆଳସ୍ୟ ଟା ଟିକେ ଆଉ ନାହିଁ। ଓକେ। ମାନେ ବହୁତ ଆଳସ୍ୟ ଥିଲା, ଯେତେବେଳେ ଦେଖିଲେ ଖାଲି ଶୋଇବାକୁ ଇଚ୍ଛା ହୁଏ। ଏବେ ଆକ୍ଟିଭ ହେଇଗଲେ ନାଇଁ କି? ଏକ୍ଟିଭ 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 ସାର୍। ଓକେ ଓକେ ଓକେ, ବହୁତ ବଢିଆ ବହୁତ ବଢିଆ। ଆଉ କିଛି କହୁଛନ୍ତି? ଆଜ୍ଞା। ନାଇଁ ସାର୍, ଏତେ ମିସେସ୍ କେବେ ୟେସ୍ ସାର୍। ମ୍ୟାଡାମ ପରିଚୟ ପ୍ରଦାନ କରନ୍ତୁ। ନମସ୍କାର, ଜୟ ଜଗନ୍ନାଥ। ମିତା ଖଣ୍ଡି। ମୁଁ ହାଉସ ୱାଇଫ। ଆଜ୍ଞା। ମୋର ଶରୀରରେ ଏନର୍ଜି ଫିଲ୍ ହଉଛି। ବହୁତ ବଢିଆ। ଆଉ ମୁଁ ବହୁତ ରାଗୁଥିଲି। ମୋ ରାଗ ଏବେ କଣ୍ଟ୍ରୋଲ କରିପାରୁଛି। ଓକେ, ବହୁତ ବଢିଆ। ଆଉ ଶାରୀରିକ ସ୍ତରରେ କିଛି ପ୍ରୋବ୍ଲେମ ଥିଲା, ଦୂର ହେଇଛି? ଶାରୀରିକ ପ୍ରୋବ୍ଲେମ କିଛି, ହଁ, କମିଛି। କିଛି ମାତ୍ରାରେ ଦୂର ହେଇଛି। ଓକେ, ବହୁତ ବଢିଆ। କଣ ସମସ୍ୟା ଥିଲା କହିପାରିବେ କି? ଆଜ୍ଞା, ମୋ ସ୍ପଣ୍ଡିଲାଇଟ ସାଇଟିକା ହୁଁ। ହ୍ୟାଣ୍ଡ ପ୍ରୋବ୍ଲେମ ବହୁତ ଅଛି। ଓକେ, କେତେ% କମିଥିବ? 20%। 20% କମି ଯାଇଛି। ଆଜ୍ଞା। 20% କମି ଯାଇଛି। ଆଜ୍ଞା। ଓକେ, ବହୁତ ବଢିଆ ବହୁତ ବଢିଆ। ଆଉ କିଛି? ନିଦ, ଥଣ୍ଡା କିମ୍ବା ଗ୍ୟାଷ୍ଟ୍ରିକ୍? ଏସିଡ ଗ୍ୟାଷ୍ଟ୍ରିକ ଫିଲ୍ ଅଛି, କିନ୍ତୁ ଏବେ ବର୍ତ୍ତମାନ କମ ଲାଗୁଛି। କମ ଲାଗୁଛି। ହୁଁ। ଓକେ, ବହୁତ ବଢିଆ ବହୁତ ବଢିଆ ବହୁତ। ଆଉ କିଛି କହୁଛନ୍ତି? ହଁ ସାର୍, ଆଜ୍ଞା। ଯୋଉମାନେ ମତେ ରାଗୁଥିଲେ ନେଇକି ସାର୍, ଏବେ ପୁରା ଟିକେ ଆଦରର ସହିତ କଥା ହଉଛନ୍ତି, ସେଟା ଆରେ ପଡୁନି। ବାଃ, ବହୁତ ବଢିଆ। ଅଫିସ ଛୁଟି ହେଲା ମାନେ ମତେ ରାଗୁଥିଲେ, କଣ ଏମିତି ଛୁଟି ରହୁଛି? କିନ୍ତୁ ହଉ ଠିକ ଅଛି, ଛୁଟି ଅଛି, ହଉ ସାଇନ୍ କରୁଛି। ବହୁତ ବଢିଆ ସାର୍, ବହୁତ ବଢିଆ। ଅଫିସ ସେ ଯୋଉ ମାନେ ମତେ ସମ୍ମାନ ମିଳିଲା ଭଳିଆ ଲାଗୁଛି, ସେଟା ବହୁତ ଖୁସି ସାର୍। ସେଟା ଗୋଟେ ମୁଁ ଭୁଲି ଯାଇଥିଲି କହିବା ପାଇଁ। ବହୁତ ବଢିଆ ସାର୍, ବହୁତ ବଢିଆ ବହୁତ ବଢିଆ। ଆଉ କିଛି କହୁଛନ୍ତି? ଏତେ- ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ସାର୍, ଥ୍ୟାଙ୍କ ୟୁ ମ୍ୟାଡ଼ାମ। ବନ୍ଧୁଗଣ, କିଏ କଣ ବେନିଫିଟ୍ସ ପାଇଛନ୍ତି ଆପଣ ଲେଖିକି ଯଦି ରଖିବା ପାଇଁ ଚାହୁଁଛନ୍ତି, ଲେଖିକି ରଖିଦିଅନ୍ତୁ, ଯାହା ଫଳରେ ଆପଣ କହିବା ବେଳକୁ ସୁବିଧା ହବ। ଓକେ, ତ ଚାଲନ୍ତୁ ଆମେ ନେକ୍ସଟ ଯିବା ଗୀତାରାଣୀ ପାତ୍ର ମ୍ୟାଡାମଙ୍କ ପାଖକୁ। ଗୀତାରାଣୀ ପାତ୍ର ମ୍ୟାଡାମ କଣ ବେନିଫିଟ୍ସ ପାଇଛନ୍ତି ଆସନ୍ତୁ ଜାଣିବା। ଗୀତାରାଣୀ ମ୍ୟାଡାମ କୋଉଠି ଅଛନ୍ତି? ହାତ ଉଠାନ୍ତୁ। ୟେସ୍, ଅନମ୍ୟୁଟ୍ ହେଇଯିବେ। ୟେସ୍, ନମସ୍କାର, ଜୟ ଜଗନ୍ନାଥ। ପରିଚୟ ପ୍ରଦାନ କରନ୍ତୁ ସାର୍, ମ୍ୟାଡାମ। ନମସ୍କାର ନମସ୍କାର ମ୍ୟାଡାମ। ଗୁରୁଜୀ, ପ୍ରଣାମ। ମୁଁ ଗୀତାରାଣୀ ପାତ୍ର, ବାଲେଶ୍ଵର ବାଲିଆପା ଆଜ୍ଞା। ମୋ ଘର। ମୁଁ ହାଉସ ୱାଇଫ। ଗୁରୁଜୀ, ମୋର ଆଜି 5 ବର୍ଷ ହେଲା ଗ୍ୟାଷ୍ଟ୍ରିକ ଥିଲା। ହୁଁ। 87 ଦେଲା ପାଖରୁ ମୋ ଗ୍ୟାଷ୍ଟ୍ରିକ ବହୁତ କମିଛି, 80% ପାଖାପାଖି କମିଛି। ଓକେ, ମୋର 80%। ମାଇଗ୍ରେନ ଥିଲା। ମାଇଗ୍ରେନ ବି ବହୁତ, ମୁଣ୍ଡ ବି କିଛି ସେଭଳିଆ କିଛି ହଉନି। ଆଉ ଥଣ୍ଡା ମତେ ହଉଥିଲା, ଥଣ୍ଡା ପାଣି ଗାଧିଲେ ମୁଁ ଏଇ 24 ଦିନ କ୍ଲାସ କଲା ପରେ ମୋର ଥଣ୍ଡା ବୋଲି କିଛି ନାହିଁ। କେତେ ବହୁତ ମାତ୍ରା ମତେ ଥଣ୍ଡା ଫି ହଉଥିଲା? ଲାଗୁଛି। ଥଣ୍ଡା ପ୍ରାୟ ମତେ ପ୍ରାୟ ମତେ 5-7 ବର୍ଷ। ଓକେ। ଆଉ ମୋର ଦେହ ବହୁତ ସୁସ୍ଥ ଲାଗୁଛି। ଆଉ ମୋ ରାଗ ବି ଥାଏ, ରାଗ ପୁରା କମିଯାଇଛି। କମିଯାଇଛି, ବହୁତ ବଢିଆ। ବହୁତ କମିଛି ରାଗ, ପୁରା ଶାନ୍ତ ମଣିଷ ମୁଁ ହେଇଛି, ପୁରା ସୁସ୍ଥ ଅଛି ମୁଁ, ଆଉ କିଛି ପ୍ରୋବ୍ଲେମ ନାହିଁ। ମୁଁ ବହୁତ ଖୁସି ଅଛି, ବହୁତ ଖୁସି, ବହୁତ ବଢିଆ ମ୍ୟାଡ଼ାମ, ବହୁତ। ବହୁତ ଖୁସି ଅଛି। ଆଉ କିଛି କହୁଛନ୍ତି? ହଁ, ୟେସ୍। ପ୍ରଣାମ ଗୁରୁଜୀ। ହଁ, ପ୍ରଣାମ। ପ୍ରଣାମ ସାର୍। ମୁଁ ଜୟନ୍ତ କୁମାର ପାତ୍ର। ଆଜ୍ଞା। ମୁଁ
ହାଇସ୍କୁଲରେ କ୍ଲର୍କ ଅଛି। ଆଜ୍ଞା। ମୋର ସାରା ପଛ ଟିକେ ସାଇଟିକିଆ ଦୋଷ ରହୁଛି, ଯାହାଫଳରେ ମୁଁ ସେ ପାଇଁ ମେଡିସିନ ବହୁତ 2 ବର୍ଷ ହେଲା ଖାଇଲିନି। ହୁଁ ଗୋଡ ବି ଯନ୍ତ୍ରଣା ହୁଏ, ବସି ପାରେନି। ହୁଁ ଆଉ ସାର୍ ଏଇ ଯୋଉ 24 ଦିନ ହେଲା ମୁଁ ଯୋଉ କାର୍ଯ୍ୟକ୍ରମ ଯୋଗ ଦେଇଛି, ଏ ମୋର ପ୍ରାୟ ଆଉ ସେମିତି ଜଣା ପଡୁନି, ମାନେ ଚାଲି ପାରୁନଥିଲି ସକାଳ ହୁଁ ହୁଁ। ସକାଳୁ ଉଠି ଚାଲି ପାରୁନଥିଲି, କିନ୍ତୁ ମୁଁ ଏବେ ସଠିକ ଭାବରେ ଚାଲି ପାରୁଛି, କିଛି ସେମିତି କାଇଁ ଯନ୍ତ୍ରଣା ଜଣା ପଡୁନି। ଆଉ ଯୋଉଟା ସାର୍ ଆମେ ଥଣ୍ଡା ପାଣିରେ ଗାଧିଲେ ପ୍ରତିଦିନ ପ୍ରାୟ ଗରମ ପାଣିରେ ଆମେ ଗାଧୁଥିଲୁ, ଆଜ୍ଞା। କିନ୍ତୁ ଏବେ ଏଇ 24 ଦିନ ହେଲା ଆମେ ଥଣ୍ଡା ପାଣିରେ ଗାଧୁଛୁ। ଏଇଟା ଗୋଟେ ବଡ ସଫଳତା, ଯୋଉଟା କି 12 ବର୍ଷ ଧରିକି ଆମେ ଗରମ ପାଣି, 12-14 ବର୍ଷ ହେଲା ଗରମ ପାଣି ନହେଲେ କି ଗରମ କି ଶୀତ ସବୁଦିନ ଆମେ ଗରମ ପାଣିରେ ଗାଧୁଛୁ। ଆଜ୍ଞା। କିନ୍ତୁ ଏବେ ସାର୍ ଥଣ୍ଡା ପାଣିରେ ଗାଧୁଛୁ, କିଛି ଆମକୁ ଅସୁବିଧା ନାହିଁ, ସବୁ ଭଲ ଲାଗୁଛି ବା ଆମକୁ ଥଣ୍ଡା ଧରୁନାହିଁ। ତେଣୁ ବହୁତ ଏଇଟା ଗୋଟେ ସାର୍ ଗୋଟେ ମିରାକିଲ। ଆଉ ଯୋଉଟା ସାର୍ ଆମେ ନିଜକୁ ଶାନ୍ତ ଅନୁଭବ କରୁଛୁ। ଆଉ ଗୋଟେ ବଡ କଥା ସାର୍, ଆମେ ପଜିଟିଭ ମାଇଣ୍ଡେଡ ହେଲୁ। ହୁଁ ଯୋଉଟା କି ଆମେ ନେଗେଟିଭ ମାଇଣ୍ଡରେ ଥିଲୁ, ସବୁବେଳେ ଅମୁକ ହେଲା ତମୁକ ହେଲା, ଆମ ସବୁ ନେଗେଟିଭ କଥା କହୁଥିଲୁ। କିନ୍ତୁ ଆଜ୍ଞା। ଏଇଟା ଆପଣ ଗୋଟେ ବଡ ଶିକ୍ଷା ଆମକୁ ଦେଲେ, ଯୋଉଟା କି ପଜିଟିଭ ମାଇଣ୍ଡରେ ଆମେ ହେଲୁ ଏବଂ ପଜିଟିଭ ମାଇଣ୍ଡରେ ଆମେ କଥାବାର୍ତ୍ତା କରୁଛୁ। ବର୍ତ୍ତମାନ ଆମର ଚାଲିଚଳଣି କଥାବାର୍ତ୍ତାରେ ବହୁତ ପରିବର୍ତ୍ତନ ଆସିଛି। ଆଉ ଯାଉ ଆମେ ବହୁତ ଖୁସି ସାର୍, ବହୁତ ଖୁସି। ଆଉ ଏଇଟା ଆମ ଜୀବନରେ ମଧ୍ୟ ଆଗକୁ ଅନେକ ପରିବର୍ତ୍ତନ ଆସିବ। ନିହାତି ଭାବରେ ଆ, ସାର୍। ତାପରେ ଶାରୀରିକ କ୍ଷେତ୍ରରେ ସୁସ୍ଥତା ଅନୁଭବ କରୁଛୁ। ବହୁତ ବଢିଆ। ଆଉ ସବୁ ଠିକ ଠାକ ଅଛି ସାର୍। ବହୁତ ବଢିଆ ସାର୍, ବହୁତ ବଢିଆ। ଆଜ୍ଞା। ବହୁତ ବଢିଆ ସାର୍। ପ୍ରଣାମ କରୁଛି। ଥ୍ୟାଙ୍କ ୟୁ ମ୍ୟାଡ଼ାମ, ଥ୍ୟାଙ୍କ ୟୁ ସାର୍। ବହୁତ ବଢିଆ। ଏ ଖୁସି ମୁଁ ସବୁବେଳେ ଫିଲ୍ କରିବାକୁ ଚାହେଁ। ଆଜ୍ଞା ଆଜ୍ଞା ନା କଣ ଯେ? ଆରେ ଆଜ୍ଞା ଭୁଲ ଆଜ୍ଞା ନିଶ୍ଚିନ୍ତ। ଶୁଣିବା ପାଇଁ ଦୁନିଆ ଅଛି। ହଁ, ଆଜ୍ଞା, ଥ୍ୟାଙ୍କ ୟୁ ମ୍ୟାଡ଼ାମ, ଆଜ୍ଞା। ଥ୍ୟାଙ୍କ ଆଜ୍ଞା। ବହୁତ ବଢିଆ, ବହୁତ ବଢିଆ, ବହୁତ ବଢିଆ। ମାନେ ଇମ୍ପ୍ରୁଭ କଲେ ମତେ ବହୁତ ଖୁସି ଲାଗେ ବନ୍ଧୁଗଣ, ବହୁତ ଖୁସି ଲାଗେ ଯେ ଆମେ ଏତେ ଏତେ ଦିନ ପରିଶ୍ରମ କରିଛେ, ବାକି ଯାହା ତାର ପରିଶ୍ରମର ଫଳ ପାଇଲେ। ତ ନେକ୍ସଟ ଯିବା ଆମର ଜ୍ଞାନରଞ୍ଜନ ସାରଙ୍କ ପାଖକୁ। ଜ୍ଞାନରଞ୍ଜନ ସାର୍ ଅନମ୍ୟୁଟ ହେଇଯିବେ। ହଁ ୟେସ୍ ସାର୍, ପ୍ରଣାମ କରିବି। ପ୍ରଣାମ ସାର୍, ଜୟ ପ୍ରଣାମ। ଜଗନ୍ନାଥ। ପରିଚୟ ପ୍ରଦାନ କରନ୍ତୁ ଏବଂ ସେୟାର କରନ୍ତୁ। ଜ୍ଞାନରଞ୍ଜନ ନାୟକ, ଆଜ୍ଞା। କେଉଁଝର। ସେଭେନ ସି ଯୋଗ ଦେବା ପରେ ପ୍ରାୟ 6-7 ବର୍ଷ ହେଲା ଥଣ୍ଡା ପୁରା ଲାଗିକି ରହୁଥିଲା, ଛାଡୁ ନଥିଲା। ହୁଁ ଥଣ୍ଡା ପୁରା କ୍ଲିୟର ହେଇଯାଇଛି, ଭଲ ପୁରା ଭଲ ହେଇଯାଇଛି। ଆଉ ଛାତିରେ ଯନ୍ତ୍ରଣା ହଉଥିଲା, ବାଁ ପଟ ଛାତିରେ ହୁଁ। ପ୍ରାୟ କମି ଯାଇଛି। ଓକେ। ଆଉ କନଫିଡେନ୍ସ ଲେବୁଲ ଟିକେ ବଢିଯାଇଛି, ମୁଁ ଟିକେ ଅଳସୁଆ ହୁଏ। ଆଜ୍ଞା। ଅଳସୁଆ ପୁରା ରାତି 4ଟାରୁ ଉଠି ପଡୁଛି। ନହେଲେ ମୁଁ 7ଟା, 7:30 ହେଲେ ଉଠେ। ଆଜ୍ଞା। ଆଉ ଟିକେ ରାଗିଯାଏ, ରାଗ ଶାନ୍ତ ଟିକେ ହେଇଯାଇଛି। ଏନର୍ଜି ଟିକେ ଫିଲ୍ ହଉଛି, ଆଉ ବହୁତ ଏନର୍ଜି ଫିଲ୍ ହଉଛି। ବହୁତ ବଢିଆ ସାର୍, ବହୁତ ବଢିଆ। ଆଜ୍ଞା। ଆଉ କିଛି କହୁଛନ୍ତି? ଆଉ ଦାନ୍ତ ଟିକେ କଷ୍ଟ ହୁଏ, ଦାନ୍ତରୁ ବହୁତ ବ୍ଲଡ ବାହାରିବି। ଏବେ ପୁରା କୋଉଠି ବ୍ଲଡ ଦାନ୍ତରୁ ଟିକେ ଦାନ୍ତରୁ? ଦାନ୍ତରୁ ଓକେ, ଆଉ ହଁ। ବାହାରୁନି ନା? ନାଇଁ ଏବେ ବାହାରୁନି, ପ୍ରାୟ କମିଗଲାଣି। ଓକେ ଓକେ, ବହୁତ ବଢିଆ, ବହୁତ ବଢିଆ ସାର୍, ବହୁତ ବଢିଆ। ହଁ। ଆଜ୍ଞା ସାର୍, ପ୍ରଣାମ, ଜୟ ଜଗନ୍ନାଥ। ଯାଇଥିଲେ ଜ୍ଞାନରଞ୍ଜନ ସାର୍ କେଉଁଝରରୁ। ନେକ୍ସଟ ଯିବା ସନ୍ତୋଷ ଦାସ ସାରଙ୍କ ପାଖକୁ। ଓକେ, ମନି ମ୍ୟାଜିକ ର ମ୍ୟାଜିକ ବିଷୟରେ ମଧ୍ୟ ଆପଣ ମାନେ କହିପାରିବେ, ଯଦି କାହାକୁ କୌଣସି ଜିନିଷ ଆସିକି ପହଞ୍ଚିଛି, ମନି ଆସିଛି, କିମ୍ବା ଓକେ କିଛି ବି ମିରାକିଲ ହେଇଛି, ଆପଣ ମାନେ ସେଇଟା ମଧ୍ୟ କହିପାରିବେ। ଓକେ, ମନ ଖୋଲିକି ସେୟାର କରନ୍ତୁ, ମନ ଖୋଲିକି ସେୟାର କରନ୍ତୁ, କିଏ କଣ ବେନିଫିଟ୍ସ ପାଇଛନ୍ତି। ଆଚ୍ଛା, ତ ସନ୍ତୋଷ ସନ୍ତୋଷ କୁମାର ଦାସ ସାର୍ ଅନମ୍ୟୁଟ ହେଇଯିବେ। ନମସ୍କାର, ଜୟ ଜଗନ୍ନାଥ। ହଁ, ପରିଚୟ ପ୍ରଣାମ। ପ୍ରଦାନ କରିବେ। ଆଜ୍ଞା। ମୁଁ ସନ୍ତୋଷ କୁମାର ଦାସ, ଖୋର୍ଦ୍ଧା ଜିଲ୍ଲା ଫୁଲନଖରା ଘର। ଆଜ୍ଞା। ମୁଁ ରିଟାୟାର୍ଡମେଣ୍ଟ ଗଭର୍ଣ୍ଣମେଣ୍ଟ ସର୍ଭାଣ୍ଟ। ଆଜ୍ଞା। ଘରେ ଅଛି। ମୋର ଦେହ ବହୁତ ଅସୁସ୍ଥ ଥିଲା, 15-16ଟା ରୋଗ ମୁଁ ଡିଟେକ୍ଟ କରିଥିଲି। ଆଜ୍ଞା। ଦେଓୱାନରେ ଆପଣ କହିଥିଲେ ଲେଖିବା ପାଇଁ, ସେଥିରୁ 11ଟା ରୋଗ ମୋର ଭଲ ହେଇଯାଇଛି। ଆରେ ବାପରେ, ବହୁତ ବଢିଆ ସାର୍, ବହୁତ ବଢିଆ। ମୋର ଦେହରେ ବହୁତ ଦିନର ଥଣ୍ଡା ଥିଲା।
ଆଜ୍ଞା ମୁଁ ଟିକେ ଗୀତ ବୋଲାବୋଲି କରେ, ମୋ ତଣ୍ଟି ପଡିଯାଏ, ମୋଟା ହେଇଯାଏ ତଣ୍ଟି, ବୋଲି ପାରେନି, ହଇରାଣ ହୁଏ। ଆଜ୍ଞା ଆଉ ଏବେ 90% ଥଣ୍ଡା ଭଲ ହେଇଯାଇଛି। ବହୁତ ବଢିଆ। ତାପରେ ପେଟରେ ବହୁତ ଦିନର ଗ୍ୟାସ୍ ଥିଲା, ହୁଁ ଗ୍ୟାସ୍ ବି ମୋର ସମ୍ପୂର୍ଣ୍ଣ ଭଲ ହେଇଯାଇଛି କହିଲେ ଚଳେ। ଆଜ୍ଞା ଅର୍ଶ ରୋଗ ଥିଲା, ମୁଁ ଟିକେ ଲାଟ୍ରିନ୍ ଗଲେ ବହୁତ କଷ୍ଟ ହୁଏ, ବହୁତ ଦିନର ଅର୍ଶ ରୋଗ 20 ବର୍ଷର। ହୁଁ ହୁଁ ଟିକେ ଖାଦ୍ୟ ପେୟରେ ମୁଁ ଲିମିଟ ରଖେ ବୋଲି ଜଣା ପଡେନି, କିନ୍ତୁ ରୋଗ ଟା କମି ନଥିଲା। ହୁଁ ହୁଁ 90% ଅର୍ଶ ରୋଗ ସମ୍ପୂର୍ଣ୍ଣ ଭାବରେ ଭଲ ହେଇଯାଇଛି କହିଲେ ଚଳେ। ଆଜ୍ଞା ତାପରେ ଝାଡା ଜମା ପରିଷ୍କାର ହଏନି, ମୁଁ 2-3 ଥର ଲାଟ୍ରିନ୍ ଯିବାକୁ ପଡେ। ହୁଁ ହୁଁ ଏବେ ଗୋଟେ ଥର ଲାଟ୍ରିନ୍ ଗଲେ ପେଟ ପୁରା ପରିଷ୍କାର। ବହୁତ ବଢିଆ। ଆଉ ପାହାଚ ସାରେ ଉଠିଲା ବେଳକୁ ମତେ ଆଣ୍ଠୁ ଟା ଭାରି କଷ୍ଟ ଲାଗେ, ଉଠିବା କଷ୍ଟ ଉଠେ। ହୁଁ ଏବେ ଆଉ ଆଣ୍ଠୁ ଦୋଷ ନାହିଁ, ଆଣ୍ଠୁ ଭଲ ଅଛି, ମୁଁ ଆରାମରେ ପାହାଚ ବି ଉଠି ପାରୁଛି। ଆଜ୍ଞା ପାହାଚ ଉଠିଲେ ଧଇଁ ସଇଁ ଲାଗେ, ମୁଁ ଉଠିକିରି ବସିଗଲା ପରେ ମୁଁ 2 ମିନିଟ୍ ନ ବସିଲେ କଥା କହିପାରିବିନି। ଆଜ୍ଞା ସେ ଆଉ ଧଇଁ ସଇଁ ଲାଗୁନି, ମୁଁ ଯେମିତି ଆଜ ୟୁଜୁଆଲ ନର୍ମାଲ ଯେମିତି ଥାଏ, ମୁଁ ସେମିତି ବର୍ତ୍ତମାନ ଅଛି। ବହୁତ ବଢିଆ। ପାଦ ଭିତରେ ଗୋଟେ ବିଣ୍ଡି ହେଇଯାଇଥିଲା, ମର୍ଣ୍ଣିଂ ୱାକ୍ କଲା ବେଳେ ଗୋଟେ ଗୋଡି ବାଜିକରି ବିଣ୍ଡି ହେଇଯାଇଥିଲା, ଚାଲିଲା ବେଳେ ଭାରି କଷ୍ଟ ଲାଗେ। ହୁଁ ହୁଁ ସେ ବିଣ୍ଡି ଟା ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ 80% ଭଲ ହେଇଯାଇଛି। ଆଉ ବହୁତ କଷ୍ଟ ଏତେ ଲାଗୁନାହିଁ, ବହୁତ ଆରାମରେ ଯିବା ଆସିବା ଚାଲି କରିପାରୁଛି। ତାପରେ ଅଣ୍ଟା ଦରଜ ହୁଏ, ମୋ ଅଣ୍ଟା ଟା ଟିକେ କଷ୍ଟ ଲାଗେ, ଟିକେ ଅଣ୍ଟା ଶୋଇଲା ବେଳକୁ, କର ଲେଉଟିଲା ବେଳକୁ ହୁଁ ହୁଁ ଅଣ୍ଟା ଦରଜ ଆଉ ଜମା ନାହିଁ, 100% ଭଲ ହେଇଯାଇଛି। ବହୁତ ବଢିଆ ସାର୍। କାନ ଟିକେ ଖରାପ ଥିଲା, ଆମର ଗୁରୁଜୀ ପାଠ ପଢେଇଲା ବେଳେ କୀର୍ତ୍ତନ ଶିଖେଇଲା ବେଳେ ମତେ ଜାବଡା ଗୋଟେ ମାରି ଦେଇଥିଲା, କାନ ଫାଟି ଯାଇଥିଲା। ସେ ଓହୋ ବହୁତ ଦିନ କାଟିଲା, ଆଉ ତାକୁ ବି ମୁଁ ଆଉ ଭଲ କରିପାରିନି, ଅନେକ ଟ୍ରିଟମେଣ୍ଟ କରି ଜଣେ ସାଧୁ ମହାପୁରୁଷ ଦେଖା ହେଇଥିଲେ, ଗୋଟେ ଉପାୟ ବତେଇଥିଲେ, ଅବଶ୍ୟ କାନଟା ଶୁଖିଗଲା ଆଉ ପାଚିଲା ନାହିଁ। କିନ୍ତୁ କାନର ପର୍ଦା ଦୋଷ ଟା ରହିବାରୁ ମୁଁ ଗୀତ ବୋଲିଲା ବେଳେ ସେଟା ପ୍ରେସର ପଡେ ବହୁତ। ହୁଁ ହୁଁ ସେଟା କାନଟାର ଯୋଉ ଯନ୍ତ୍ରଣା ହଉଥିଲା, ସେ 80% କାନ ଭଲ ହେଇଯାଇଛି। ବହୁତ ବଢିଆ ସାର୍। ତାପରେ ମୁଣ୍ଡ ଟିକେ ବୁଲଉଥିଲା, ଆଜ୍ଞା ସେ ହାରାହାରି 50-60% ଭଲ ହେଇଛି, ଆଉ ଟିକେ ଟିକେ ଅଛି ମୁଣ୍ଡ ଟା ବୁଲେଇବା। ହୁଁ ହୁଁ କାନ୍ଧ ଖୁଆ ପାଖ ଟା ଉଠେଇକରି ଖୋଳ ବଜେଇଲା ବେଳେ, ଓକେ ନାଚିଲା ବେଳେ ଟିକେ ହାତ ଟା ବୁଲେ ନାହିଁ, ହୁଁ ହୁଁ ଆଉ ଟିକେ କଷ୍ଟ ହଉଥିଲା। ଅଳ୍ପ ଦିନ ଭିତରେ, ଏଇ 6 ମାସ କି ବର୍ଷେ ଭିତରେ ହଉଥିଲା ଏଇଟା। ହୁଁ ହୁଁ ଆଉ ସେଇଟା ବର୍ତ୍ତମାନ 80% ମୋର ଭଲ ହେଇଯାଇଛି। ବହୁତ ବଢିଆ। 15ଟାରୁ ମୋର 11ଟା ରୋଗ ସମ୍ପୂର୍ଣ୍ଣ ଭାବରେ ଭଲ ହେଇଯାଇଛି କହିଲେ ଚଳେ। ସେଇଟା ପୁଣି ଆଉ ବିନା କୌଣସି ଔଷଧରେ। ଆଶା କରୁଛି ଆପଣଙ୍କର ପ୍ରୋଗ୍ରାମ ଆଟେଣ୍ଡ କରି ଫେରିଲା ପରେ ବୋଧେ ସବୁ ଆଜ୍ଞା ଯାକ ଯାହା ରହିଲା ଆଜ୍ଞା ଆଜ୍ଞା। ନିଶ୍ଚିନ୍ତ ଭଲ ହେଇଯିବ। ଏବେ ଏ ଦେଖନ୍ତୁ ବିଷୟ ଘରେ ରହିକି କ୍ଲାସ କଲେ କିଛି ଔଷଧ ଦିଆଯାଇଛି କି ସାର୍? ନାହିଁ ସାର୍ କିଛି। କିଛି ଔଷଧ ନାହିଁ, ଯାହା କିଛି ବି ଠିକ କଲେ ନିଜେ ନିଜକୁ ଠିକ କଲେ କି ନାଇଁ? ଆପଣଙ୍କର ପାୱାର ଗୋଟେ ମିରାକ୍ୟୁଲସ୍, ସବୁ ସେଇଟା ଅନୁଭବ ପାଇଗଲେ କଲି ସାର୍। ସିଧାସଳଖ ଭାବରେ। ଆଜ୍ଞା ଆଉ ବହୁତ ଆନନ୍ଦ ଅଛି, ମୁଁ ବହୁତ ଭଲ ବି ଅଛି, ଦେହ ତ ସୁସ୍ଥ ଅଛି, ଭଲ ଲାଗୁଛି। ବହୁତ ଆପଣଙ୍କ ପାଦ ତଳେ ଅନନ୍ତ କୋଟି ପ୍ରଣାମ। ଆଜ୍ଞା ସାର୍, ପ୍ରଣାମ ସାର୍, ପ୍ରଣାମ, ଜୟ ଜଗନ୍ନାଥ। ହଁ, ତ ଯାହା ସବୁ କରୁଛନ୍ତି ନା ସାର୍, ସବୁବେଳେ ଗ୍ରେଟଫୁଲ ରୁହନ୍ତୁ, ଯେତେ ସବୁ ବେନିଫିଟ୍ସ ପାଇଛନ୍ତି। ଓକେ, ମାନେ 11ଟା ସମସ୍ୟାରୁ ଆପଣ ବାହାରିଛନ୍ତି, ପ୍ରାୟ 70%, 80%, 90%, କୋଉଥିରେ 100%। ଓକେ, ତ ବାହାରିଛନ୍ତି, ସବୁବେଳେ ଗ୍ରେଟଫୁଲ ରୁହନ୍ତୁ, ଯେତେ ଅଧିକା ଗ୍ରେଟଫୁଲ ରହିବେ ଏଇ ଜିନିଷଟା ପରସେଣ୍ଟେଜ ବଢି 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 ପଳେଇବ। ଆଜ୍ଞା ଦେଖନ୍ତୁ କିଛି ଆଜ୍ଞା। ଗୁରୁତ୍ୱ ଦିଆହେଇଛି କି? ନା ନା କିଛି ନାହିଁ। ଓକେ, କିଛି ନାହିଁ। ଆମ ତରଫରୁ ନା ଔଷଧ ଖାଇବା ପାଇଁ କୁହା ହୁଏ, ନା ଖାଇଥିଲେ ବନ୍ଦ କରିବା ପାଇଁ କୁହା ହୁଏ, ନା କିଛି ଓକେ, ଏଭ୍ରିଥିଙ୍ଗ ପସିବଲ ସାର୍, ଏଭ୍ରିଥିଙ୍ଗ ପସିବଲ। ବା ସବୁ କିଛି ଆମ ପାଖରେ ଅଛି, ଉପର ବାଲା ଦେଇଛନ୍ତି, ଆଉ ସେ ଦଉଛନ୍ତି, ଆମେ ନେଇପାରିଲେ ହେଲା। ଆଜ୍ଞା, ବହୁତ ଥ୍ୟାଙ୍କ ୟୁ ବଢିଆ। ଗୁରୁଜୀ। ଆଜ୍ଞା ସାର୍, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ। ତ ଏ ଥିଲେ ସନ୍ତୋଷ ଦାସ ସାର୍ ଖୋର୍ଦ୍ଧାରୁ। ତ ବହୁତ ବଢିଆ, କ୍ଲିୟରଲି ସେୟାର କଲେ। ଏଇଭଳି ଆପଣ ମାନେ ମଧ୍ୟ ସେୟାର କରିପାରିବେ, କଣ କଣ ସମସ୍ୟା ଥିଲା, କଣ କଣ ଦୂର ହେଇଛି। ଓକେ, ତ ନେକ୍ସଟ ଆସୁଛନ୍ତି, ଆମେ ଯିବା ଉର୍ମିଳା ମାଝୀ ମ୍ୟାଡାମଙ୍କ ପାଖକୁ। ୟେସ୍, ଉର୍ମିଳା ମାଝୀ ମ୍ୟାଡାମ ଅନମ୍ୟୁଟ ହେଇଯିବେ। ୟେସ୍, ଅନମ୍ୟୁଟ ହେଇଯାଏ। ଗୁରୁजी ପ୍ରଣାମ। ନା ମ୍ୟାଡାମ, ଟିକେ କ୍ୟାମେରାକୁ ଭଲରେ ଗୁରୁजी ପ୍ରଣାମ। ଆସୁନି, ଆପଣଙ୍କ ଫେସ୍ ଆସୁନି, ଟିକେ କ୍ୟାମେରାକୁ ଧରନ୍ତୁ। ଝିଅ ଧରିଦିଅ ବେଟା ଟିକେ, ହଁ। ଗୁରୁଜି ପ୍ରଣାମ। ଗୁରୁଜୀ ପ୍ରଣାମ। ପ୍ରଣାମ ମା, ପ୍ରଣାମ, ଜୟ ଜଗନ୍ନାଥ। ଗୁରୁଜି, ମୋର ମତେ ଡକ୍ଟର ମନା କରିଥିଲେ ଯେ ସକାଳୁ ଗାଧୋଇବା ପାଇଁ।
ହୁଁ ଆଉ 12-1 ବଜେ ଗରମ ପାଣିରେ ଗାଧୁଆ ବୋଲିକି। ହୁଁ ହୁଁ କିନ୍ତୁ ମୁଇଁ ଅନ୍ଧାରୁ ବି ନଦୀକେ ଯାଇକି ବୁଡି ବୁଡି ଗାଧଲେ ବି ଆର ମୋର କିଛି ହେବନି। ଆଉ ଖାଲି ମତେ ଏତିକି ଯେ ମୋର ଟିକେ ଦି ବାହା ଟିକେ ଦଗ 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 ହଉଛି, ତଥାପି କମିଛି ଟିକେ। ହୁଁ ଆର ପାଦ ଯୁଡେ କେମିତି ଏମିତି ବହୁତ ବେଲ ବସିଦେଲେ ଟିକେ ଫୁଲି ଯାଉଛି। ହୁଁ ହୁଁ। ହଁ ଆଉ ସେତିକି ଆଉ ମୋର ଯୋଉ ବେନିଫିଟ୍ସ ଅଣ୍ଟା। କଣ ପାଇଛନ୍ତି? ବେନିଫିଟ୍ସ କଣ ପାଇଛନ୍ତି? ହଁ କଣ ହଁ କଣ ଗୁରୁଜୀ। ସମସ୍ୟା ଦୂର ହେଇଛି? ହଁ ଆଉ ଟିକେ ଅଣ୍ଟା ବସି ନି ପାରିଥାଇ, ହେଲେ ଅଣ୍ଟା ମୋର କ୍ଲିୟର ହେଇଯାଇଛି। ଓକେ, ଅଣ୍ଟା ଖାଲି ମୋର ବସି ପାରୁଛନ୍ତି? ହଁ ଓକେ ମୁଁ ଫାଷ୍ଟ 2 ଦିନ ଖାଲି ଶୋଇକି ମୁଇଁ ସବୁ ଶୁଣିଛି ଗୁରୁଜୀ। ଓକେ ଓକେ। ଫାଷ୍ଟ 2 ଦିନ। ଆଉ ମଝି 29 ଆଉ 30 ତାରିଖ ମୋର ବହୁତ ଦୁଃଖ ହେଲା। କରେଣ୍ଟ ଚାଲିଗଲା ବର୍ଷା ମୋର ମୋବାଇଲ ରେ ମୁଇଁ 2 ଦିନ ଟା ମୋର ମିକ୍ସ ହେଇଗଲା ଯେ ମୋର ବହୁତ ବହୁତ ମତେ ଟିକେ ଓକେ। ଖରାପ ଲାଗିଲା ମୋର। ମୁଇଁ କୌଣସି ଜାଣି ପାରିଲି ନାହିଁ ଗୁରୁଜୀ। ହୁଁ, ହୁଁ, ମୋର 2 ଦିନ ମିସ୍ ହେଇଗଲା। ଓକେ। ହଁ ବହୁତ ବର୍ଷା ଅଧିକ ହେଲା ତ କେତେ ଥିଲା କରେଣ୍ଟ। ବସି ପାରୁନଥିଲେ? ସାର୍ ମରି 6 ମାସ ହେଲା। 6 ମାସ ହେଲା ବସି ପାରୁନଥିଲେ ଚୌକିରେ ବସିକି ଖାଇବି, ନହେଲେ ଠିଆ ହେଇକି ଏନ୍ତା କଂସାରେ ଧରିକି ଏବେ ଏନ୍ତା କେତେ ବୁଲେ। ସମୟ ବସି ପାରୁଛନ୍ତି? ନାଇଁ ମୁଁ ବହୁତ ବେଲ ବସୁଛି ବହୁତ ଦେର ବସି ପାରୁଛନ୍ତି। ହଁ ବସୁଛି ନା ଏବେ। ବହୁତ ବଢିଆ ମ୍ୟାଡ଼ାମ, ବହୁତ ବଢିଆ। ଆଉ କିଛି କହୁଛନ୍ତି? ସାର୍ କଣ କହିବି, ମୋର ଖାଲି ତୁମର ତ ଆଶା ଭରସା ଅଛି ଯେ ମୋର 100% ମୁଁ ଭଲ ହେବି। ବହୁତ ବଢିଆ, ମୋର ବହୁତ ବଢିଆ। ଦୁଃଖ ଯାହା ଦୁଃଖ କହିଛି ବି ଯିବ ସେ ସବୁ ମାନନ୍ତୁ, ଯାହା କହିଛି ସେ ସବୁ ମାନନ୍ତୁ ହେଲା। ପିଲାମାନେ ଆଉ କିଛି କ୍ଲାସ କରିଥିଲେ, ତାଙ୍କର କିଛି ବେନିଫିଟ ହେଇଛି? ମାନେ ତ ପଢାପଢିରେ ଠିକ ମନ ଧ୍ୟାନ ଦଉଛନ୍ତି। ଦଉଛନ୍ତି, ଆଗ ଅପେକ୍ଷା ଏବେ ଭଲ ମନ ଦଉଛନ୍ତି। ଝିଅ କିଛି କହୁଛ କି? ହଁ ମତେ ଗୁରୁଜୀ ନମସ୍ତେ। ହଁ ନମସ୍ତେ ବେଟା। ଭଲ ଲାଗୁଛି, ମତେ ବହୁତ ବଢିଆ ଲାଗୁଛି। ବହୁତ ବଢିଆ ଲାଗୁଛି ନା? କ୍ଲାସ କଲ ସବୁ? ହଁ ଦିନେ ଦିନେ ଉଠିବାର ନାଇଁ ଗୁରୁଜୀ। ମୋବାଇଲ ଦେଖିବାର କମିଗଲାଣି ଏବେ। ଆଉ ମୁଣ୍ଡ ଦୁଖୁଥିଲା? ମୋବାଇଲ ଦେଖୁଥିଲି ଯେ କମିଗଲା। Okay, ହଁ ହଁ ବହୁତ ଗୁରୁଜୀ କିଏ କାମର ଆଜ୍ଞା, ମୋର ତ ଭରସା ଅଛି, ଆଶା ଅଛି, ବିଶ୍ୱାସ ଅଛି ଯେ ମୋର ଆଜ୍ଞା। 100% ଭଗବାନ ବହୁତ ଗୁରୁଜୀଙ୍କର ଆଶୀର୍ବାଦରେ ମୋର ସବୁ ହେଇଯିବ ବୋଲି। ବହୁତ ବଢିଆ, ତ ହଁ ଯେତିକି ପାଇଲେ ତାକୁ ନେଇକରି ଖୁସି ହୁଅନ୍ତୁ, ଭଗବାନଙ୍କୁ ଧନ୍ୟବାଦ ଦିଅନ୍ତୁ। ହଁ ଯାହା ଗୁରୁଜୀ ଫଳରେ ଆପଣଙ୍କର ବେନିଫିଟ ଆଗକୁ ଆହୁରି ବଢିବ ହେଲା। ହଁ ହଁ। ଥ୍ୟାଙ୍କ ୟୁ ମ୍ୟାଡ଼ାମ, ଥ୍ୟାଙ୍କ ୟୁ। ହୁଁ, ତ ନେକ୍ସଟ ଯିବା ଟୁଟୁ ସାହୁ ସାରଙ୍କ ପାଖକୁ। ହୁଁ, ୟେସ୍ ଟୁଟୁ ସାହୁ ସାର୍ ଅନମ୍ୟୁଟ୍ ହେଇଯିବେ। ନମସ୍କାର, ଜୟ ଜଗନ୍ନାଥ। ପରିଚୟ ପ୍ରଦାନ କରନ୍ତୁ ଏବଂ ସେୟାର କରନ୍ତୁ। ସାର୍ ଟୁଟୁ କୁମାର ସାହୁ ତାଳଚେରରୁ କହୁଛି। ଆଜ୍ଞା ସାର୍। ହଁ ସାର୍, ସାର୍ ମୋର ତ ନିଶା ଦ୍ରବ୍ୟ ସାର୍ ପୁରା କମି ଯାଇଛି, ପୁରା ଛାଡି ଦେଇଛି। ଓକେ। ଆଉ ଆଣ୍ଠୁ ଗଣ୍ଠି ସାର୍ ସବୁ ମୋର ଭଲ ହେଇଯାଇଛି। ଆଉ ସାର୍ ମୁଁ 8ଟାରୁ ଯୋଉ ଉଠୁଥିଲି, ଏବେ ସାର୍ ରାତି 4:30-5ଟା ବେଳକୁ ମୋର ନିଦ ଭାଙ୍ଗି ଯାଉଛି। ଆଉ ଯୋଉ ସୋରିଆସିସ୍ ମୋର ଟିକେ ଟିକେ ଜଷ୍ଟ କମିଲା ଭଳିଆ ସବୁ ଲାଗୁଛି। ବହୁତ ବଢିଆ। ଆଉ ଅନ୍ୟ ଅନ୍ୟ ଅପେକ୍ଷା ବେଟର ଟିକେ ଫିଲ୍ ହଉଛି। ବହୁତ ବଢିଆ ସାର୍। କାମ କରିବା ପାଇଁ ମତେ ଟିକେ ମାନେ ଫିଲ୍ ଲାଗୁଛି। ଏନର୍ଜେଟିକ ଆଉ ଫିଲ୍ କରୁଛନ୍ତି। ଆଜ୍ଞା ଏନର୍ଜି ଫିଲ୍ ହଉଛି। ଆଜ୍ଞା। ଆଉ ଅନ୍ୟ ଯୋଉ ଯେତେ ସବୁ ମାନେ ଗାଡି ଚଲେଇବା ପାଇଁ ଯେତେ ସବୁ ମତେ ମାନେ ଅଳସୁଆ ଲାଗୁଥିଲା, ସବୁ ପୁରା ଫିଲ୍ ଲାଗୁଛି ଚଲେଇବା ପାଇଁ। ଆଜ୍ଞା। ସବୁ କାମ କରିବା ପାଇଁ ମତେ ଭଲ ଲାଗୁଛି। ବହୁତ ବଢିଆ ସାର୍। ଆଜ୍ଞା। ବହୁତ ବଢିଆ, ବହୁତ ବଢିଆ। ଆଉ କିଛି କହୁଛନ୍ତି? ହଁ। ଓକେ, ଥ୍ୟାଙ୍କ ୟୁ ଟୁଟୁ ସାର୍। ତ ଯାହା ସବୁ ପାଇଛନ୍ତି ତାକୁ ନେଇକି ଗ୍ରେଟଫୁଲ ରୁହନ୍ତୁ, ଭଗବାନଙ୍କୁ ଥ୍ୟାଙ୍କ ୟୁ କୁହନ୍ତୁ। ଓକେ, ଯାହାଫଳରେ କି ଆପଣ ଆହୁରି ଅଧିକା ବେନିଫିଟ ପାଇପାରିବେ ହେଲା। ଆଜ୍ଞା। ଦେଖନ୍ତୁ ବନ୍ଧୁଗଣ, ଆପଣ ମାନଙ୍କର ମାନେ କଣ ଯେ କାହାକୁ ମଧ୍ୟ ଔଷଧ ଖାଇବା ପାଇଁ କୁହାଯାଇ ନଥିଲା, କାହାର ମଧ୍ୟ ଔଷଧ ବନ୍ଦ କରିବା ପାଇଁ କୁହାଯାଇ ନଥିଲା। ବାସ୍ ଆପଣ ମାନେ ଅନଲାଇନ କ୍ଲାସ କଲେ 20-25 ଦିନ ହେଲା। ଓକେ, ତ କେବଳ ଅନଲାଇନ କ୍ଲାସ କରିକି ଆପଣ ମାନେ ଏତେ ସବୁ ରିଜଲ୍ଟ ପାଇଛନ୍ତି। ଓକେ, ତା ପୁଣି ବିନା କୌଣସି ମେଡିସିନରେ, ଛୋଟ କଥା ନୁହଁ।
ଓକେ ଯେଉଁ ସବୁ ଜିନିଷ ମିଳିଛି ଆପଣଙ୍କୁ ନ୍ୟାଚୁରାଲ ୱେରେ, ଓକେ ଭଗବାନଙ୍କ ଆଶୀର୍ବାଦରୁ ଗ୍ରେଟଫୁଲ ରୁହନ୍ତୁ ସବୁବେଳେ। ସବୁବେଳେ ଗ୍ରେଟଫୁଲ ରୁହନ୍ତୁ। ଯାହା ସବୁ ଶିଖେଇଛି ଆପଣ ମାନଙ୍କୁ, ଏତେ ଦିନ ଆମେ ଯେଉଁ ଭଳିଆ ପରିଶ୍ରମ କରିଥିଲେ ସକାଳଠୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ, ଓକେ ଯିଏ ଯାହା କାମରେ ଥିଲେ ଥିଲେ, କିଏ ବିଜନେସ୍ କରୁଥିଲେ, କିଏ ଚାକିରି କରୁଥିଲେ, ତା ବାଦ ମଧ୍ୟ ଆମେ ଟିକେ ଟିକେ ସମୟ ବାହାର କରିକି ଯେଉଁ ପରିଶ୍ରମ କରିଥିଲେ, ଓକେ ତାକୁ ଭ୍ୟାଲ୍ୟୁ କରନ୍ତୁ ସମସ୍ତେ। ଓକେ ନେକ୍ସଟ ଯିବା ଆମେ ଲକ୍ଷ୍ମୀ ହାସଦା ମ୍ୟାଡାମଙ୍କ ପାଖକୁ, ଶ୍ରୀହରି ମହାରଣା ସାରଙ୍କ ପାଖକୁ, ଉଷାରାଣୀ ମ୍ୟାଡାମ, ବୁଲ୍ଲୁ ବିଶ୍ୱାଳ ସାର୍, ଅମର ଦାସ ସାର୍। ୟେସ୍ ଲକ୍ଷ୍ମୀ ମ୍ୟାଡାମ ଅନମ୍ୟୁଟ ହେଇଯିବେ। ଗୁରୁଜୀ ନମସ୍କାର ପ୍ରଣାମ। ମ୍ୟାଡାମ, ଜୟ ଜଗନ୍ନାଥ, ପ୍ରଣାମ। ପରିଚୟ ପ୍ରଦାନ କରିବେ ଲକ୍ଷ୍ମୀ ମ୍ୟାଡାମ ଏବଂ ସେୟାର କରିବେ। ମୁଁ ଲକ୍ଷ୍ମୀ ହାସଦା, ଆଜ୍ଞା। ଘର ବାଙ୍ଗି ପଶି, ମୁଁ ତାଲଚେରରେ ରହୁଛି। ଓକେ ବେନିଫିଟ ତ ବହୁତ ପାଇଛି, ବହୁତ। ମାନେ ଆଗରୁ ଆମେ ବହୁତ ବର୍ଷ ହେଲା ମାନେ ବହୁତ ଇଏରେ ଥିଲୁ, ମାନେ ଏପଟ ସେପଟ ମାନେ ଯାଉଥିଲୁ ମାନେ ଟ୍ରିଟମେଣ୍ଟ କରିବା ପାଇଁ। ହେଲେ ଏବେ ମାନେ 4 ବ୍ୟାଚ୍ ହେଇଗଲା, ମାନେ 4 ଥର ହେଇଗଲା। ହୁଁ ହୁଁ ଏବେ ପୁରା ପୁରା ମାନେ ସୁସ୍ଥ ଲାଗୁଛି, ସବୁବେଳେ ଲାଗୁଛି, ପୁରା ଏନର୍ଜେଟିକ ଫିଲ୍ ହଉଛି ଦେହରେ। ଆଜ୍ଞା। ସମସ୍ତେ ଆମେ ଭଲ ଅଛୁ ଗୁରୁଜୀ, ବହୁତ ଭଲ। ବହୁତ ଆପଣ ପୂର୍ବରୁ ମଧ୍ୟ କରିଥିଲେ ମ୍ୟାଡାମ ସେସନ, ବୋଧେ 3ଟା କି 4ଟା ବ୍ୟାଚ୍ ଆପଣ ରିପିଟ କଲେଣି। ଆ, ଆଜ୍ଞା ଆଜ୍ଞା। ମାନେ ଏଇଟା ଭଲ ଲାଗୁଛି ନା? କରିବା ପାଇଁ ଇଚ୍ଛା ହଉନି ସାର୍। ହଁ, ବହୁତ ଭଲ ଲାଗୁଛି। ଆଉ ମୋ ଜେଜେମା ବି ଅଛନ୍ତି, ଏ ପୁରା ସବୁ ଛାଡି ଦେଇଛୁ, ଏବେ ତାକୁ ସୁସ୍ଥ ଲାଗୁଛି। ଏବେ ଓଡିଆ କଥା ଜାଣୁନି, ମୁଁ କହୁଛି ତମ ଭାଷାରେ କହିଦିଅ, ଆମ ଭାଷାରେ କହିଦିଅ, ଆଉ ମୁଁ ସାରଙ୍କୁ ବୁଝେଇଦେବି। ଆଜ୍ଞା, ସେ ଓଡିଆ କହିପାରନ୍ତିନି। ବହୁତ ବଢିଆ ma'am, ବହୁତ ବଢିଆ। ସିଏ ପୁରା ଏବେ ଭଲ ଅଛନ୍ତି, ତାକୁ ସୁସ୍ଥ ଲାଗୁଛି। ଏବେ ତାଙ୍କର ଲେଟ୍ରିନ୍ ବି କ୍ଲିୟର ହଉନଥିଲା, କେବେ କେବେ ଲେଟ୍ରିନ୍ ଯିବ ମାନେ ବସିଥିବ, ଆହୁରି ସେମିତି ଫେରି ଆସିବ, ଆଉ ହବନି। ହୁଁ ହୁଁ ଏବେ ପୁରା ସକାଳ ପୁରା ହଉଛି କ୍ଲିୟର। ହୁଁ ହୁଁ ହୁଁ। ଆଜ୍ଞା, ବହୁତ ବେନିଫିଟ ଆଜ୍ଞା। ଆଉ ଏତିକି କହିବି ସାର୍। କଣ ଅନୁଭବ କରୁଛନ୍ତି ଜେଜେମା? ଜେଜେମା ସବୁ ମାନେ ଭଲ ଅଛନ୍ତି, ଏବେ ପୁରା ସବୁ ସେ ନିଜେ କାମ କରୁଛନ୍ତି। ସେ ହୁଁ। ଲୁଗା ସଫା ବି ସେ ନିଜେ କରୁଛନ୍ତି। ନା ତାଙ୍କ 95 ନିଜ ନା କେତେ ହେଲାଣି ପରା ନାଇକି? ଆଜ୍ଞା ଆଜ୍ଞା। ଆଁ? ହଁ। ବହୁତ ବଢିଆ, ବହୁତ ବଢିଆ, ବହୁତ ସବୁ କାମ ବଢିଆ। ନିଜେ କରେ, ସବୁ କାମ। ହଁ, ଆମ ମତେ ସମସ୍ତଙ୍କୁ କଥା ଆଶୀର୍ବାଦ କରନ୍ତୁ। ଥ୍ୟାଙ୍କ ୟୁ ଗୁରୁଜୀ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ଆଉ ଆମେ ସମସ୍ତେ ଭଲ ଅଛୁ। ଆଜ୍ଞା। ଆଜ୍ଞା। ବହୁତ ବଢିଆ ମ୍ୟାଡାମ, ବହୁତ ବଢିଆ। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ଲକ୍ଷ୍ମୀ ମ୍ୟାଡାମ। ଆଉ କିଛି କହୁଛନ୍ତି? ଏତିକି। ଆଜ୍ଞା ଆଜ୍ଞା, ଗୁରୁଜୀ। ଥ୍ୟାଙ୍କ ୟୁ ମ୍ୟାଡାମ, ଥ୍ୟାଙ୍କ ୟୁ। ତ ଲକ୍ଷ୍ମୀ ମ୍ୟାଡାମ ଅଲରେଡି 4ଟା ମାନେ 2 ବର୍ଷ ହେଲାଣି କନେକ୍ଟେଡ ଅଛନ୍ତି 7th ବ୍ୟାଚ୍ ରୁ। ଏବେ 12 ନମ୍ବର ବ୍ୟାଚ୍ ହେଇଗଲାଣି, 3-4ଟା ବ୍ୟାଚ୍ ଅଲରେଡି ରିପିଟ୍ କଲେଣି। ଓକେ, ନିହାତି ଭାବରେ ବନ୍ଧୁ, ନିହାତି ଭାବରେ ଆପଣ ଚାହିଁବେ, ଓକେ ଯେତେବେଳେ ବି ରିପିଟ୍ କରିପାରିବେ, ଓକେ ସେ ଅପସନ୍ ଆପଣମାନଙ୍କ ପାଖରେ ଅଛି। ଆମ ତରଫରୁ ତ କାହାକୁ ମଧ୍ୟ ବାଧ୍ୟ କରାଯାଇ ନଥାଏ। ତ ଆମ ଦ୍ୱାର ଖୋଲା ଅଛି, କିନ୍ତୁ ସମସ୍ତଙ୍କ ପାଇଁ ଆମ ଦ୍ୱାର ଖୋଲା ଅଛି। ଓକେ, ତ ଚାଲନ୍ତୁ ନେକ୍ସଟ ଯିବା ଶ୍ରୀହରି ମହାରଣା ସାରଙ୍କ ପାଖକୁ। ଇଏ ଶ୍ରୀହରି ମହାରଣା ସାର୍ ଅନମ୍ୟୁଟ୍ ହେଇଯିବେ। ଗୁରୁଜୀ ପ୍ରଣାମ। ହଁ ପ୍ରଣାମ ସାର୍, ଜୟ ଜଗନ୍ନାଥ। ସେଭେନ୍ ସିରେ ଯୋଗ ଦେଲା ପରେ ପ୍ରାୟତଃ ସବୁ କିଛି ଫାଷ୍ଟ ପରିଚୟ ଦେଇ ଦଉଛି, ମୁଁ ଶ୍ରୀହରି ମହାରଣା, ବାଲେଶ୍ୱର, କେନ୍ଦ୍ରାପଡାରେ ଜବ୍ କରୁଛି। ଆଜ୍ଞା। ତ ସେଭେନ୍ ସି ଜଏନ୍ କଲା ପରେ ମୋର ମାନସିକ ଟା କମି ଯାଇଛି। ଆଉ କହିବାକୁ ଗଲେ ପୁରା ଫ୍ରେଶ ଲାଗୁଛି, ଯେ ଫ୍ରି ଲାଗୁଛି। ତା ସହିତ ରୋଗ ଯୋଉଟା ପାଇଲ୍ସ, ଗ୍ୟାଷ୍ଟ୍ରିକ ଆଉ ଥଣ୍ଡା ଟିକେ ରହୁଥିଲା, ତ ସେ ସବୁ ଦୂର ହେଇଯାଇଛି। ଆଉ କୌଣସି ଜାଗାରେ ବି ମାନେ ଏମିତି କ୍ଷତ ହେଲେ କିମ୍ବା ଶରୀରରେ କୋଉଠି କ୍ଷତ ଫତ ହେଲେ ସିଏ ବହୁତ ଶୀଘ୍ର ମାନେ ରିଲିଫ ହଉଛି, ସେ ଶୁଖି ଯାଉଛି। ଆଉ ମାନେ ଗୋଟେ କ୍ଷତ ଚିହ୍ନ ଥିଲା ବୋଲି ବି କିଛି ଆଜ୍ଞା ଜଣା ପଡୁନାହିଁ। ଆଜ୍ଞା। ଆଉ ଦାନ୍ତ ଟିକେ ମାନେ ସେନ୍ସେସନ ଫିଲ୍ ହଉଥିଲା, ତ ସେଟା କିଛି ନାହିଁ। ହୁଁ ଆଉ ଗଳାରେ କେମିତି ଅଟକି ରହିଲା ଭଳିଆ ଯେମିତି ଲାଗୁଥିଲା, ସେଟା ବି ଦୂର ହେଇଛି। ଆଜ୍ଞା। ଆଉ
ବହୁତ କିଛି ବେନିଫିଟ ଯୋଉଟା କି ନିଜର ମୂଲ୍ୟ ବଢି ଯାଇଛି ବର୍ତ୍ତମାନ ଯେମିତି ସମସ୍ତଙ୍କ ଆଗରେ ଆମର ଆଜ୍ଞା ନିଜର ଅସ୍ତିତ୍ୱ ଫେରି ଆସିଲା ଭଳିଆ କିମ୍ବା ସମ୍ମାନ ବଢି ଯାଇଛି ଆଜ୍ଞା ଆଉ କିଛି ଚିନ୍ତା କଲେ ଯୋଉଟା ଯେମିତି ମାନେ ୟୁନିଭର୍ସ ତାକୁ ଶୁଣୁଛନ୍ତି ଆଉ ସାଙ୍ଗେ ସାଙ୍ଗେ ମାନେ ଫଳପ୍ରଦ ହଉଛି ତ ୟା ଭିତରେ ପ୍ରାୟତଃ ଟଙ୍କାର ବେନିଫିଟ ମୁଁ 30,000 ପାଖାପାଖି ଟଙ୍କାର ବେନିଫିଟ ପାଇସାରିଲିଣି। ଆରେ ବା, ବହୁତ ହୁଁ। ବଢିଆ। ସେଇଟା ପୁଣି ଏ, ମାନେ ଯୋଉ ଟଙ୍କାଟାରେ କି ମୁଁ ଭୁଲି ହିଁ ଯାଇଥିଲି ଆଜ୍ଞା ଯେ ମୋର ପ୍ରାପ୍ୟ ଥିଲା କିମ୍ବା ମୁଁ ପାଇବାର ଥିଲା ତ ସେଗୁଡା ସିଏ ଅଟୋମେଟିକ ଆସିକି ପହଞ୍ଚି ଯାଇଛି ଅଟୋମେଟିକ ଆସିକି ଆଉ ପହଞ୍ଚିଲା। ଗୁରୁଜୀ ତ ଯିବା ପାଇଁ ବି ଏମିତିକା ମାନେ ଅ, ନଥିଲା ଯୋଉଟା କି ସାଙ୍ଗେ ସାଙ୍ଗେ ମିଳିଲା ତ ମୁଁ ଜଣେଇଥିଲି ଆଉ ତାପରେ ବି ପେମେଣ୍ଟ କରିଦେଇଛି ସବୁ। ଓକେ ଓକେ, ବହୁତ ବଢିଆ। ଆଉ ଏମିତିରେ ମାନେ ବର୍ତ୍ତମାନ ପୁରା ଖୁସି ଲାଗୁଛି ଯେ ହଁ ଜୀବନଟା ପୁରା ମାନେ ଖୁସିରେ ଇଏ ଚିନ୍ତା କୌଣସି ନାହିଁ ଆଉ ଆଜ୍ଞା ଭୟ ଥିଲା ମନରେ ଯୋଉଗୁଡା ସେ ଦୂର ହେଇଛି କନଫିଡେନ୍ସ ଲେଭେଲ ବି ବଢିଛି ଆଉ ଯାହା କିଛି କରିବା ପାଇଁ ଇଚ୍ଛା ଶକ୍ତି ଥିଲା ବର୍ତ୍ତମାନ ତାଠୁ ମାନେ ଦି ଚାରି ପାଦ ଆଗକୁ ଯିବାକୁ ଇଚ୍ଛା ଅଛି ଯେ ହଁ ଏଇଟା କରିସାରିଲା ପରେ ଏଇଟା କରିବି ଏଇଟା କରିସାରିଲା ପରେ ଏଇଟା ବାସ୍ କରିବି ବାସ୍ ବାସ୍। ତାର ସବୁ ପ୍ଲାନିଂ ଆସ୍ତେ ଆସ୍ତେ ଖଞ୍ଜି ହେଇକି ରହିଲାଣି ଆଉ ହୁଁ, ବହୁତ କିଛି ବି ବେନିଫିଟ ହେଇଛି ଆଉ ବହୁତ କିଛି ବି କାର୍ଯ୍ୟ ହାସଲ କରିଛି ବହୁତ ବଢିଆ ସାର୍, ବହୁତ ଏତିକି ହଉ ବହୁତ ବଢିଆ। ଧନ୍ୟବାଦ ସାର୍, ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ। ଦେଇଥିଲେ ବନ୍ଧୁଗଣ ଆମର ଶ୍ରୀରାମ ବାରଣା ସାର୍ କେନ୍ଦ୍ରାପଡ଼ାରେ ଜବ୍ କରନ୍ତି। ତ ଆସନ୍ତୁ ନେକ୍ସଟ ଯିବା ଉଷାରାଣୀ ମ୍ୟାଡାମଙ୍କ ପାଖକୁ। ଉଷାରାଣୀ ମ୍ୟାଡାମ ଅନମ୍ୟୁଟ ହେଇଯିବେ। ନମସ୍କାର, ଜୟ ଜଗନ୍ନାଥ। ପରିଚୟ ପ୍ରଦାନ କରନ୍ତୁ ଏବଂ କଣ ସବୁ ବେନିଫିଟ୍ସ ପାଇଛନ୍ତି ସେୟାର କରନ୍ତୁ। ଅନମ୍ୟୁଟ ହେଇନାହାନ୍ତି ମ୍ୟାଡାମ ଆଉଥରେ। ହଁ ୟେସ୍। ଗୁରୁଜୀ ଓମ୍। ମ୍ୟାଡାମ ଆରେ ମୋର ତ ବହୁତ ପରିବର୍ତ୍ତନ ମାନେ 100 ରୁ 100 ହେଇଛି। ଆରେ ମୁଁ ବାପରେ। ମୁଁ 20 ବର୍ଷ ହେଲା ଗରମ ପାଣି ଗାଧଉଥିଲି ମାନେ ଖରା ବର୍ଷା ସବୁଦିନେ। ଆଜ୍ଞା ଆଉ ସେଇଟା ଯାଇଛି ଯୋଉ ମୋ 9 ବର୍ଷ ହେଲା ଯୋଉ ପ୍ରୋବ୍ଲେମ ଥିଲା ସେଇଟା ମୁଁ କହୁଥିଲି ସେଇଟା ବି କମିଛି। ଆଜ୍ଞା ଆଉ ମୁଁ ସବୁ କମିଛି ମନରେ ଯୋଉ ମୋର ଇଚ୍ଛା ଶକ୍ତି ଗୋଟେ ଯେମିତି ବଞ୍ଚିବାର ରାହା ନଥିଲା। ନଥିଲା, ୟେସ୍। ଆଉ ସେଇଟା ଯେମିତି ଇଚ୍ଛା ହଉଛି ନାଇଁ ମୁଁ ସେଇଟା ଭୁଲ ଭାବୁଥିଲି ଆଜ୍ଞା ଆଉ ବଞ୍ଚିବାକୁ ବହୁତ ମାନେ ମନ ଦୃଢ ବଳ ମନ କୁଆଡେ ଯାଇଛି ମନ ପଳେଇଛି। ବହୁତ ଆଉ ବଢିଆ। ଆଉ ମୁଁ ଯିବାକୁ ବହୁତ ଇଚ୍ଛା କରିଥିଲି ଯିବି କେବେ ଆଡଭାନ୍ସ ରେ ଯୋଗ କରିବି ଯାଇ ଯିବି 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 ନାହିଁ କେମିତି ଯିବି କାହାକୁ କହିବି କଣ କହିବି। ସେ ମୋର ଗୋଟେ ସାଙ୍ଗ କହିଲା କିଛି ଦରକାର ନାହିଁ ମୁଁ ତମକୁ ପଇସା ଦଉଛି ତମେ ଯାଅ। ପଳା। ଆଉ ମୁଁ କିଛି କାହାକୁ ବି କହିନାହିଁ ମୁଁ ଏବେ ବି ଯାଉଛି ଘରେ କିଛି କହିନାହିଁ ମୁଁ ଯୋଉ ଆଜ୍ଞା ରଶ୍ମି ସାରଙ୍କୁ କହିଛି ମୁଁ ଆଜ୍ଞା କହିଛି ମୁଁ ଯିବି ଆପଣ ମତେ ନେବେ ଆଉ ଆଜ୍ଞା। ମତେ ଆଣି ଛାଡିବେ ଆପଣଙ୍କ ଦାୟିତ୍ୱ। ମୁଁ ଏକା ଯିବି ଆଉ ନା ହଉ ତମେ ଆସ ମୁଁ ତମକୁ ଯାଇ ଲିଙ୍କ ରୋଡରୁ ଆଣିବି। ଆଜ୍ଞା ଆଜ୍ଞା। ମତେ ବି କହିଛନ୍ତି ଆଉ ମୁଁ ବହୁତ ମାନେ ଆଉ କିଛି କହିହବନି ସବୁ। ଆପଣ ଷ୍ଟାର୍ଟିଂ ସେଣ୍ଟେନ୍ସରେ ହିଁ କହିସାରିଲେଣି 100% ବେନିଫିଟ୍ସ ପାଇଛି। ହଁ ସବୁବେଳେ ପୂଜା ଗ୍ରେଟଫୁଲ ରୁହନ୍ତୁ ମ୍ୟାଡାମ, ମାନେ ଯାହା ଫଳରେ ଯେତେ ଅଧିକା ଗ୍ରେଟଫୁଲ ରହିବେ, ଯେତେ ଅଧିକା ଥ୍ୟାଙ୍କଫୁଲ ରହିବେ, ଯେତେ ଅଧିକା ଖୁସି ରହିବେ, ସେ ବେନିଫିଟ ଆହୁରି ବଢିବ, ଆହୁରି ବଢିବ। ଆଜ୍ଞା ବୁଝିପାରିଲେ, ଆହୁରି ବଢିବ। ଆଜ୍ଞା। ଥ୍ୟାଙ୍କ ୟୁ ମ୍ୟାଡାମ। ଆଉ କିଛି କହୁଛନ୍ତି? ନା। ବହୁତ ବଢିଆ ମ୍ୟାଡାମ, ବହୁତ ବଢିଆ। ଆପଣଙ୍କ ଫେସ୍ ଏକ୍ସପ୍ରେସନ ଦେଖିଲେ ମଧ୍ୟ ଜଣା ପଡୁଛି ଯେ କେତେ ପରିବର୍ତ୍ତନ। ମାନେ ଡେ ୱାନ ରେ ଆପଣଙ୍କର ଶବ୍ଦ ମାନେ ନିଜକୁ ପାପି ବୋଲି କହୁଥିଲେ ଆଉ କହିବେନି ନା? ନା। ନା ହେଲା। ସବୁ ସେଭେନ୍ସିରେ ବୁଡ ପକେଇ ସାରିଲେଣି ନା, ସବୁ ପାପ ଧୋଇ ହେଇଗଲାଣି। ବୋଉ ହେଇଯାଇଛି। ଆଜ୍ଞା, ଏବେ ବହୁତ କିଛି କରିବାର ଅଛି, ବହୁତ କିଛି କରିବା ବାକି ଅଛି। ଆଜ୍ଞା। ଥ୍ୟାଙ୍କ ୟୁ ମ୍ୟାଡ଼ାମ, ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ। ଯାଇଥିଲେ ଆମର ଉଷାରାଣୀ ମ୍ୟାଡ଼ାମ କଟକରୁ। ନେକ୍ସଟ ଯିବା ବୁଲୁ ବିଶ୍ୱାଳ ସାରଙ୍କ ପାଖକୁ। ୟେସ୍, ବୁଲୁ ବିଶ୍ୱାଳ ସାର ଅନମିଟ ହେଇଯିବେ। ଗୁରୁଜୀ ପ୍ରଣାମ। ପ୍ରଣାମ ସାର୍, ଜୟ ଜଗନ୍ନାଥ।
ମୁଁ ବୁଲୁ ବିଶ୍ୱାଳ କହୁଛି ନୟାଗଡ଼ରୁ। ଆଜ୍ଞା ଆଜ୍ଞା 1.5 ବର୍ଷ ହେଲା ରାତିରେ ଭଲରେ ନିଦ ହୁଏ ନାହିଁ। ଆଜ୍ଞା ଏବେ ନିଦ ଭଲରେ ହଉଛି। ତାପରେ ହାତ ବି ପେନ୍ ହଉଥିଲା, ହାତ ଏବେ ଟିକେ ପେନ୍ କମି ଯାଇଛି। ହୁଁ 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 ଏନ୍ଜାଇଟି ବି ରହୁଥିଲା, ଏନ୍ଜାଇଟି ବି ହାତ କମିଛି, ଓକେ ସେଟା କମି ଯାଇଛି। ବହୁତ ବଢିଆ ସାର୍। ଆଉ ଯାହା ଥିଲା ଧୀରେ ଧୀରେ ସବୁ ଟିକେ ଏମିତି ଅନୁଭବ କରୁଛି, ଭଲ ହେଇଛି ବୋଲି ଅନୁଭବ କରୁଛି ଆଉ। ବହୁତ ବଢିଆ ବହୁତ ବଢିଆ। ଆଉ କିଛି କହୁଛନ୍ତି? ଆଜ୍ଞା ଦେଖନ୍ତୁ ମାନସିକ ସ୍ତରରେ ଡିପ୍ରେସନରେ ରହିଲେ ନିଦ ହବନି। ଓକେ ଏବେ ନିଦ ଏବେ ହଉଛି ପ୍ରବଳ ନିଦ ହଉଛି, ପ୍ରବଳ ନିଦ ହଉଛି ଏବେ। ଆଜ୍ଞା ବହୁତ ବଢିଆ ସାର୍, ବହୁତ ବଢିଆ ବହୁତ ବଢିଆ ବହୁତ ବଢିଆ। ଓକେ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ବୁଲୁ ବିଶାଲ ସାର୍, ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ। କଲ୍ ଆସିଗଲା ବୋଧେ ଆପଣଙ୍କର, ଅନମ୍ୟୁଟ୍ ହେଇଗଲେ। ଓକେ ତ ନେକ୍ସଟ ଯିବା ଆସନ୍ତୁ ବନ୍ଧୁଗଣ ଆମର ଅମର ଦାସ ସାରଙ୍କ ପାଖକୁ। ୟେସ୍ ଅମର ଦାସ ସାର୍ ଅନମ୍ୟୁଟ୍ ହେଇଯିବେ। ଅନମ୍ୟୁଟ୍ ହେଇଯିବେ। ନମସ୍କାର, ଜୟ ଜଗନ୍ନାଥ। ଅମର ସାର୍ ପରିଚୟ ପ୍ରଦାନ କରନ୍ତୁ ଏବଂ ସେୟାର କରନ୍ତୁ। ଗୁରୁଜୀ ପ୍ରଣାମ। ପ୍ରଣାମ ସାର୍ ପ୍ରଣାମ। ମୁଁ ଅମର ଦାସ କେନ୍ଦ୍ରାପଡ଼ାରୁ କହୁଛି। ଆଜ୍ଞା ମୁଁ ସେଭେନ ଫାର୍ଷ୍ଟ ଥରେ କରିଥିଲି 7 ବ୍ୟାଚରେ। ଆଜ୍ଞା ଆପଣଙ୍କ ଆଶୀର୍ବାଦରୁ ମତେ ରିପିଟ୍ କରିବାର ସୁଯୋଗ ମିଳିଲା। ମୁଁ ଏଥିପାଇଁ କୃତଜ୍ଞ ଯେ ମୁଁ ଟିକେ ଆ ପୂର୍ବରୁ ଟିକେ ଅଳସୁଆ ହେଇଯାଇଥିଲି। ଆଜ୍ଞା ମାନେ 4ଟା କଣ 5ଟା ହିଁ ମୋର ହେଇଯାଉଥିଲା, ଉଠି ପାରୁନଥିଲି। ଆଜ୍ଞା ରିପିଟ୍ ମୋର ଅଳସୁଆ ଟା ଯାଇଛି, ଗିଅର ପଡିଯାଇଛି ଗାଡିରେ, ପୁରା 100 ସ୍ପିଡ ମୋର ହେଇଗଲା। ଅଳସୁଆ କାଇଁ ମୁଁ ରିପିଟ୍ କଲି, ମୁଁ ଅଳସୁଆ ଯେତେ ଘରେ କହିଲେ ବି ମତେ ତ ମୁଁ ସହଜ ଟିକେ ମୁଁ ଭାବେ ନିଜକୁ ମତେ କିଏ ଡାକନ୍ତିନି। ଓକେ ଅଳସୁଆ ହେଇଥିଲେ ଏବଂ ପୁରା ଏବେ ଠିକ ଅଛି। ତ ମୋର ଯୋଉ ଶାରୀରିକ ଯୋଉ ଥିଲା ତା ଧୀରେ ଧୀରେ ସୁସ୍ଥ ହେଇଛି ଏବଂ ମୋର ଆର୍ଥିକ ସ୍ଥିତି ବହୁତ ଅଛି। ମୋ ବିଜନେସ ରେ ବହୁତ ଗ୍ରୋଥ କରିଛି, ବହୁତ ଆଗକୁ ଯାଇଛି। ବହୁତ ସେଭେନ୍ଥରେ ଯେତିକି ଥିଲା ମୋର ତାଠୁ 3 ଗୁଣ ମୋର ହେଇଯାଇଛି ଆପଣଙ୍କ ଆଶୀର୍ବାଦରୁ। ଆଜ୍ଞା ମାନେ ସେଭେନ୍ଥ ବ୍ୟାଚରେ ଯେତିକି ଇନକମ ଥିଲା, 12 ନମ୍ବର ବ୍ୟାଚ୍ ବେଳକୁ 3 ଗୁଣ ହେଇଗଲାଣି। ମୁଁ ବି ଭାବି ଯେତେବେଳେ ଟାକ୍ସ ଦେଲି ସେତେବେଳେ ମୁଁ ଫିଲ୍ ହେଲା, କିନ୍ତୁ ମୁଁ ଜାଣିନଥିଲି ଯେ ସେତେବେଳେ ଟାକ୍ସରେ ଏବେ ଟାକ୍ସ ଦେଲେ ମୁଁ ମନ ପଡିଗଲା ପୁରା। ନିହାତି ଭାବରେ ସାର୍। 3 ଗୁଣ ଏବେ ଆପଣଙ୍କ ଆଶୀର୍ବାଦରୁ ମୁଁ ଘର ବି କରିଚାଲିଛି, ଉପର ବି ଚାଲିଛି କାମ ମୋର, ଆଜ୍ଞା ଖାଲି ଛାତ ବାକି ଅଛି। ଏତିକି ଆପଣଙ୍କ ଆଶୀର୍ବାଦ ରହୁ। ଆଉ ଆଜ୍ଞା ଗୁରୁଜୀ ଏବେ ଗୋଟେ ଫିଲ୍ କଲି, ଦେଖନ୍ତୁ ଆପଣ ମେସେଜ ଆସିଥିଲା ଯେ ଡାଟା ପକାନ୍ତୁ, ରିଚାର୍ଜ କରନ୍ତୁ, ମୋବାଇଲ ଫୁଲ ରିଚାର୍ଜ କରନ୍ତୁ, କିନ୍ତୁ ମୋର ମେସେଜ ଆଇଛି ମୁଁ ଦେଖିଛି, କିନ୍ତୁ ମୋର ହେଇଜ୍ଞାନ ମୁଁ ହୁଁ କହିଲି ମୁଁ ତ 228 ଟଙ୍କା ଡାଟା ପୁରା ପକେଇ ଦେଇଛି ମାସକ ପାଇଁ, ଆଉ ମତେ କିଛି ହବନି, କିନ୍ତୁ ରିଚାର୍ଜ ପାଇଛି ଗୁରୁଜୀ ମୁଁ ଆଉ ଜାଣିନି। ଆଉ ଆଜ୍ଞା ସକାଳେ ଲଗେଇଛି ମୋର ବୁଲୁଛି ଗଲା ବୁଲୁଛି, ମୋର ମୁଣ୍ଡ ଖରାପ, ବୁଲୁଛି କାଇଁ ମୋର ଆସୁନି ଆସୁନି। ପୁରା ଦେଖନ୍ତୁ ଗୁରୁଜୀ ପୁରା ଟଙ୍କା ଟାକ୍ସ ଭଳିଆ ମୋ ମୁଣ୍ଡ ଖରାପ ହେଇଗଲା। ଆକୁ ଫୋନ କର, ତାକୁ ଫୋନ କର, ତାକୁ ଫୋନ କର, ମୁଁ କହିଲି ଗଲା ଆଜି କ୍ଲାସ ମୋର। ଆଜ୍ଞା ମୋର ମନେ ପଡିଗଲା ମୋର ଫୋନ ବି କୋଉଠି ଲାଗୁନି। ଯାହା ହଉ ମିସେସ୍ ଙ୍କୁ କହିଲି, ସିଏ 3-4 ଜାଗା ଲଗେଇଲେ, କେହି ବି ସମସ୍ତେ କହୁଛନ୍ତି ମୋର ଫୋନ ପେ ନାହିଁ, ସେ କହୁଛି ମୋ ରିଚାର୍ଜ ପାଇଯାଇଛି। ସେ ଆଚ୍ଛା କହୁଛି ମୁଁ ନାହିଁ, ମୋ ମିସେସ୍ ଫୋନ କରୁଛି। ଯାହା ହଉ ଆପଣଙ୍କ ଆଶୀର୍ବାଦ, ମୁଁ ଆଜି ସେସନ ମୁଁ କରିପାରିବିନି ନା କଣ, ପୁଣି ସେଦିନ ଭଳିଆ ପୁଣି ଅପମାନିତ ହେବି। ଯାହା କହିଲି ଆପଣ ଜଷ୍ଟ ଆସିଲେ, ମୁଁ ସେ ରିଚାର୍ଜ କଲା ମୁଁ ଜଏନିଂ କଲି, ନହେଲେ ଆଜି ବି ମୁଁ ଯାଇଥାନ୍ତି। ବହୁତ ବଢିଆ। ଗତ ଥର କଣ ବେନିଫିଟ ପାଇଥିଲେ ସାର୍? ଆପଣ ତ 2 ବର୍ଷ ପୂର୍ବରୁ କରିଥିଲେ, ସେଭେନ୍ଥ ବ୍ୟାଚ୍ ମାନେ 2023ରେ ହେଇଥିଲା ବୋଧେ? ହଁ ହଁ ନଭେମ୍ବର ମାସରେ ମୁଁ କରିଥିଲି। ଗତ ଥର କଣ ସବୁ ବେନିଫିଟ୍ସ ପାଇଥିଲେ? ଆରଥରକ ତ ମୋର ଘର ଏକରେ ନଥିଲା, ଆଜ୍ଞା ଗୋଟେ କୁଡିଆ ଥିଲା। ଏବେ ଆପଣଙ୍କ ଆଶୀର୍ବାଦରୁ ଡବଲ କୁଡିଆ ଡବଲ ତାଲା ଚାଲିଛି। ଆଜ୍ଞା ଆଉ ଯେତିକି ମୋର ଗ୍ରୋଥ ଥିଲା ଇନକମ ରେ, ଇନକମ ହେଇଛି। ଏବଂ ମୁଁ ଗୋଟେ ଅଲଗା ଲାଇନରେ ମୋ ବିଜନେସ ଥିଲା, ଯୋଉ ମନି ବିରିୟା ଗଲା ପରେ ଆପଣ ନୂଆ ବିଜନେସ ଷ୍ଟାର୍ଟ କରିବେ, ହୁଁ ଗୋଟେ ନୂଆ ବିଜନେସ ଷ୍ଟାର୍ଟ କରିବେ, ତା ଦେହରେ ବି ମୋର ଡେଭଲପ ହଉଛି। ହୁଁ ଆଉ ଗୋଟେ ଏମିତି କରି ଗୁରୁଜୀ 2-3ଟା ବିଜନେସ ମୁଁ ଷ୍ଟାର୍ଟ କରିଦେଇଛି। ଆଜ୍ଞା ବିଜନେସ ମତେ ସମୟ ନାହିଁ କୋଉଠି ବସିବା ପାଇଁ, କାହା ସାଙ୍ଗରେ ଫାଲତୁ କଥାବାର୍ତ୍ତା କରିବା ପାଇଁ। ଯେ ସେଭେନ୍ସି କୁ ଆସିଛି, ଏତେ ମାନେ ବ୍ୟସ୍ତ ଲଗେଇଦେବେ ଆପଣ, ସେ କୋଉଠି ଫାଲତୁ କଥା କରିପାରିବନି, ସବୁବେଳେ ବ୍ୟସ୍ତରେ ରହିବ। ନିହାତି ଭାବରେ ସାର୍। ଆଉ ବହୁତ ଉନ୍ନତି ଗୁରୁଜୀ ହେଇଛି, ମୋର ବହୁତ ଉନ୍ନତି ହଉଛି। ମୋ ଶାରୀରିକ ମାନସିକ ଆର୍ଥିକ ବହୁତ ଉନ୍ନତି ହଉଛି। ମୋ ପରିବାରରେ ସମସ୍ତେ ଭଲ ଅଛି। ମୁଁ ତ ଚିଡଚିଡା ବହୁତ ଆଗରୁ ହଉଥିଲି, ଏବେ ବି ବହୁତ କମିଯାଇଛି। ମଝିରେ ମଝିରେ ସେମିତି ଛାଡିଦେଲେ ବି ପୁଣି ପଳେଇ ଆସିଛି, ପଶି ଯାଉଛି ନେଇକି ବହୁତ ଦୂର ହେଇଛି ଗୁରୁଜୀ। ଆଉ ମାନେ ଆଉ ଥରେ ସମସ୍ତେ ରିଚାର୍ଜ ହବା ପାଇଁ ବସି ପଡିଲେ 12 ନମ୍ବର ବ୍ୟାଚ୍ ରେ। ଆଜ୍ଞା ଆଜ୍ଞା ପୁଣି ଆପଣଙ୍କ ଆସିବ, କେବେ ଆସିବ ପୁଣି ମୁଁ କେବେ ଜଏନିଂ କରିବି ମୁଁ ଜାଣିନି, ସବୁ ଆପଣଙ୍କ ଆଶୀର୍ବାଦ ସବୁ। ଆଜ୍ଞା ଆଜ୍ଞା
ମତେ 10th ପାସ୍ କରିବାର ଅଛି 7C ରେ। ଆଜ୍ଞା ସାର୍, ହଁ ଆପଣ କହିଥିଲେ ସାର୍ ମୁଁ 10ଟା 7C କରିବି। ସେଇଟା ଆପଣଙ୍କ ଆଶୀର୍ବାଦ କରୁଛି ଆଉ ଆଜ୍ଞା କିଛି sir, ବହୁତ ବଢିଆ ସାର୍, ବହୁତ ବଢିଆ। ଥ୍ୟାଙ୍କ ୟୁ ଅମର ସାର୍, ଥ୍ୟାଙ୍କ ୟୁ। ବହୁତ ବଢିଆ। ଆମର ଅମର ସାର୍ ଗୋଟେ କଥା କହିଥିଲେ, ମତେ ମନେ ପଡିଲା ତ ମୁଁ କହିଦଉଛି। ଅମର ସାର୍ କହିଥିଲେ ଯେ ସାର୍ ସମୟ ଆସିବ, ଆପଣ ହିଁ କହିଦିଅନ୍ତୁ। ଝିଅ। ଝିଅ ବାହାଘର 7C ରେ ପୁଅ ବାହାଘର ଏଟା 100%। ଆଜ୍ଞା। କିଛି ଥାଉ ନଥାଉ ସେ ଖୋଜିବ ଯଦି 7C ପୁଅ କରିଛି ମୁଁ ମୋ ଝିଅକୁ ଦେବି, ଆଉ 7C ଝିଅ ଦେବ ମୁଁ ବୋହୁ କରିବି। ଆଉ ତା ଲାଇଫରେ ତାର ମିରାକିଲ ହିଁ ଆସିବ। ଆଉ କିଛି ଦରକାର ନାହିଁ, କୋଉ ଗଭର୍ଣ୍ଣମେଣ୍ଟ ଚାକିରି ଦରକାର ନାହିଁ, କି ଚାକିରି ଦରକାର ନାହିଁ, ଝିଅ ପଢିଛି ନା ପଢି ଦରକାର ନାହିଁ। 7C କରିଛି, ୟେସ୍ ଆସ। ଦେଖିବ ବୋଲି ମୁଁ ଯାହା କହୁଛି ଏଟା ଆପଣଙ୍କ ବାଣୀ ମୋ ମାଧ୍ୟମରେ ଯାଉଛି, ସେଇଟା ହିଁ ସାରା ୱାର୍ଲଡରେ ହବ। ସାରା ୱାର୍ଲଡରେ, ଖାଲି ମାନେ ଓଡିଶାରେ ନୁହଁ, ସାରା ୱାର୍ଲଡରେ ହବ। ନିହାତି ଭାବରେ, 7C ଜୀବନରେ ସବୁ କିଛି ପାଇବ, ନିହାତି ଭାବରେ। ଆଉ କିଛି ଖୋଜିବନି। 7C ପରିବାର ମାନେ ଆସ, ଆଉ କିଛି ଦରକାର ନାହିଁ ମୋର, ସବୁ କିଛି ଆଜ୍ଞା। କଷ୍ଟ କରିବାକୁ ପଡିବନି। ନିହାତି ଭାବରେ ସାର୍, ସମୟ ଆସିବ ଲୋକେ କହିବେ 7C କରିଛୁ ତାହେଲେ ଝିଅ ଦିଆହବ। ନିଶ୍ଚିତ 7C ନିଶ୍ଚିତ କରିଛୁ ତାହେଲେ ବୋହୁ କରିକି ନେବି। ଆଉ କିଛି କରିବାକୁ ପଡିବନି, ସେ ତ ଅଟୋମେଟିକ ମୋର ଠିକ ଅଛି ନା। ନିହାତି ଭାବରେ। ସେ ଆରାମ ସେ କହିବ ଭାଇ ମତେ ଆଉ ମାନେ ବସିକି ସବୁ ପାଇଯିବ ସେ। ହୁଁ। ତା ପାଖରେ ଚାଲିବ, ଏତେ କଷ୍ଟ କାହିଁ ସେ କରିବ। ହୁଁ। 7C ଆଜ୍ଞା। ଥ୍ୟାଙ୍କ ୟୁ। ଥ୍ୟାଙ୍କ ୟୁ ସାର୍, ଥ୍ୟାଙ୍କ ୟୁ। ବହୁତ